ଶ୍ରୋତା ବନ୍ଧୁ, ମଣିଷର ଅବଚେତନ ଯେଉଁଥିରେ ପ୍ରଚ୍ଛନ୍ନ ଭାବରେ ସଞ୍ଚିତ ହୋଇଥାଏ ସହସ୍ର ବର୍ଷର ସ୍ମୃତି ଓ ଅଭିଜ୍ଞତା ଓ ଯାହାକି ଅନେକ ସମୟରେ ଚେତନ ସତ୍ତାକୁ ମଧ୍ୟ ଅଧିକାର କରିନିଏ। ପାଣିରେ ଭାସୁଥିବା ବରଫ ଖଣ୍ଡର 3/4 ପାଣିରେ ବୁଡ଼ି ରହିଥିବା ପରି ମଣିଷର ବ୍ୟକ୍ତିତ୍ୱ ଭିତରେ ସଂଗୁପ୍ତ ରହିଥିବା ଏକ ବିପୁଳ ଅବଚେତନ ସତ୍ତା ତାର କ୍ରିୟାକଳାପକୁ ନିୟନ୍ତ୍ରିତ କରୁଥାଏ। ତେବେ ଆମର ପାର୍ଥିବ ସ୍ତରର ଊର୍ଦ୍ଧ୍ୱରେ ଦିବ୍ୟ ପରିପୂର୍ଣ୍ଣତା ରହିଛି। ତାର ଚେତନା ତଥା କର୍ମରେ ଦିବ୍ୟତାର ସୋପାନକୁ ଉନ୍ନୀତ ହେବ ଏବଂ ବାହ୍ୟ ତଥା ଅନ୍ତଃ ଉଭୟ ଭାବରେ ସେହି ଦିବ୍ୟ ଜୀବନଟିକୁ ବଞ୍ଚିପାରିବ। ତେଣୁ ଏକ ଆଧ୍ୟାତ୍ମିକ ଯୁଗର ଉଦୟ ହେବା ପୂର୍ବରୁ ଆମ ସମାଜରେ ପ୍ରଥମେ ଅଧିକରୁ ଅଧିକ ସଂଖ୍ୟକ ଏପରି ବ୍ୟକ୍ତିଙ୍କର ଆବିର୍ଭାବ ଘଟିବ ଯେଉଁମାନେ କି ଆଉ ଏହି ନିତ୍ୟ ନୈମିତ୍ତିକ ବୁଦ୍ଧିଗତ ପ୍ରାଣିକ ଏବଂ ଭୌତିକ ମନୁଷ୍ୟ ଜୀବନକୁ ନେଇ ସନ୍ତୁଷ୍ଟ ହୋଇ ରହିପାରିବେ ନାହିଁ। ମାତ୍ର ଏକ ବୃହତ୍ତର ବିବର୍ତ୍ତନକୁ ହିଁ ମନୁଷ୍ୟ ଜାତିର ଯଥାର୍ଥ ଲକ୍ଷ୍ୟ ଓ କାମ୍ୟ ରୂପେ ପ୍ରତ୍ୟକ୍ଷ କରିବେ ଏବଂ ସ୍ୱୟଂ ଆପଣା ଜୀବନରେ ତାହାକୁ କାର୍ଯ୍ୟକାରୀ କରିବା ଲାଗି ପ୍ରୟାସ କରିବେ ଓ ଅନ୍ୟମାନଙ୍କୁ ସେହି ପ୍ରୟାସର ମାର୍ଗକୁ ବାଟ କଢ଼ାଇ ଆଣିବେ ଏବଂ ସମଗ୍ର ଜାତି ଲାଗି ମଧ୍ୟ ଏହାକୁ ହିଁ ସ୍ୱୀକୃତ ଲକ୍ଷ୍ୟ ରୂପେ ପ୍ରତିଷ୍ଠିତ ରଖିପାରିବେ। ଯେଉଁ ବ୍ୟକ୍ତିମାନେ ଏକ ଆଧ୍ୟାତ୍ମିକ ବିବର୍ତ୍ତନକୁ ହିଁ ମନୁଷ୍ୟର ନିୟତି ଓ ସେହି କାରଣରୁ ତାର ମହତ୍ତମ ଆବଶ୍ୟକତା ଅଛି ବୋଲି ସ୍ୱୀକାର କରିବେ, ସେଇମାନେ ହିଁ ଆଗାମୀ ନୂତନ ଯୁଗଟିରେ ମନୁଷ୍ୟ ଜାତିର ଭବିଷ୍ୟତ ସକାଶେ ସବୁଠାରୁ ଅଧିକ ସହାୟକ ହୋଇପାରିବେ। ଶ୍ରୋତାବନ୍ଧୁ, ଏଇ ଯେଉଁ ଉକ୍ତି ଆପଣମାନଙ୍କ ସମ୍ମୁଖରେ ମୁଁ ଉପସ୍ଥାପିତ କଲି, ଏହା ଥିଲା ସମକାଳୀନ ସମୟର ଜଣେ ଯଶସ୍ୱିନୀ ସାହିତ୍ୟିକା ଶ୍ରୀ ଅରବିନ୍ଦ ଏବଂ ଶ୍ରୀମାଙ୍କ ଧର୍ମ ଦର୍ଶନରେ ଅନୁପ୍ରାଣିତା କୃତବିଦ୍ୟ ଅଧ୍ୟାପିକା ତଥା ଜଣେ ଉଚ୍ଚକୋଟୀର ସମାଲୋଚିକା, ଗାଳ୍ପିକା, ଔପନ୍ୟାସିକା, ସେ ହେଉଛନ୍ତି ଡକ୍ଟର ଅର୍ଚ୍ଚନା ନାୟକ। ଡକ୍ଟର ଅର୍ଚ୍ଚନା ନାୟକ ବାଲୁଗାଁରେ ଭୂମିଷ୍ଠ ହୋଇଥିଲେ 1947 ମସିହା ଜୁଲାଇ ମାସ 16 ତାରିଖରେ। ପିତା କ୍ଷେତ୍ରମୋହନ ନାୟକ ଏବଂ ମାତା ପ୍ରେମଲତାଙ୍କ କୁଳମଣ୍ଡନ କରି। ବୃତ୍ତି ତାଙ୍କର ଅଧ୍ୟାପନା, ମାତ୍ର ପ୍ରବୃତ୍ତି ତାଙ୍କର ସାହିତ୍ୟ ସାଧନା। ତେବେ ଜଣେ ବିଶିଷ୍ଟ କଥାକାର ଭାବରେ, ଔପନ୍ୟାସିକା ଭାବରେ ଓଡ଼ିଆ ସାହିତ୍ୟରେ ସେ ଅନେକ ଯଶର ଅଧିକାରିଣୀ ହୋଇଛନ୍ତି, କିନ୍ତୁ ତାଙ୍କର ସମାଲୋଚନାତ୍ମକ ଦିଗ ବା ପ୍ରବନ୍ଧର ଦିଗ ଆହୁରି ବଳିଷ୍ଠ। ଆଜି ତାଙ୍କ ଦ୍ୱାରା ଲିଖିତ ଶ୍ରୀ ଅରବିନ୍ଦ ଓ ନୂତନ ପୃଥିବୀ ପୁସ୍ତକ ସଂକଳନସ୍ଥ ଏକ ସୁନ୍ଦର ପ୍ରବନ୍ଧ ଆପଣମାନଙ୍କ ଉଦ୍ଦେଶ୍ୟରେ ମୁଁ ଉପସ୍ଥାପନ କରିବି। ତେବେ ଡକ୍ଟର ନାୟକ ପ୍ରବନ୍ଧ କ୍ଷେତ୍ରରେ ଓଡ଼ିଆ କାବ୍ୟରେ ଶିବ, ପଣ୍ଡିତ ଗୋପବନ୍ଧୁ, ଭାରତର ଲୋକକଥା, ସମୀକ୍ଷା ସଞ୍ଚୟନ, ଅତି ମାନବ ସମ୍ଭାବନା ଓ ପ୍ରତିଶ୍ରୁତି, ପ୍ରବନ୍ଧ ଭାରତୀ, ଶ୍ରୀମା ଶ୍ରୀ ଅରବିନ୍ଦ, ରୁରୁ ଓ ପ୍ରିୟମ୍ବଦା ଇତ୍ୟାଦି ଅନେକ ପୁସ୍ତକର ରଚୟିତ୍ରୀ। ତାଙ୍କର ଗଳ୍ପ ଏବଂ ଉପନ୍ୟାସ ସମ୍ପର୍କରେ ଅନ୍ୟ ଏକ ଅଡ଼ିଓରେ ମୁଁ ପରିଚୟ ପ୍ରଦାନ କରିବି। ମଣିଷ ମନର ସୂକ୍ଷ୍ମାତିସୂକ୍ଷ୍ମ ବିଶ୍ଳେଷଣ, ନାରୀ ଏବଂ ପୁରୁଷ ଉଭୟଙ୍କର ମନସ୍ତାତ୍ତ୍ୱିକ ଗହନ ରୂପକୁ
ସେ ତାଙ୍କର ବ୍ୟାପକ ଅନୁଭୂତିର କାନଭାସରେ ଏତେ ସୁନ୍ଦର ରୂପ ପ୍ରଦାନ କରନ୍ତି ଯେ ତାହା ଅତ୍ୟନ୍ତ ଭାବରେ ଯୁଗୋପଯୋଗୀ ବୋଲି ମୋର ମନେ ହୁଏ। ତେବେ ଶ୍ରୋତାବନ୍ଧୁ, ଆପଣମାନଙ୍କ ଉଦ୍ଦେଶ୍ୟରେ ତାଙ୍କର ଶ୍ରୀ ଅରବିନ୍ଦ ଓ ନୂତନ ପୃଥିବୀ ସମାଲୋଚନା ପୁସ୍ତକର ଏକ ସୁନ୍ଦର ପ୍ରବନ୍ଧ, ଯାହାର ଶୀର୍ଷକ ପ୍ରେମ ଆଧ୍ୟାତ୍ମ ଆକାଂକ୍ଷାର ଏକ ମହାକାଶ, ପ୍ରବନ୍ଧିକା ସମାଲୋଚିକା ଡକ୍ଟର ଅର୍ଚ୍ଚନା ନାୟକ। ପ୍ରେମ ପ୍ରସଙ୍ଗରେ କିଛି ଲେଖିବାକୁ ଯିବା ବେଳେ ଶାକ୍ତ କବି କମଳାକାନ୍ତଙ୍କର ଅତି ପ୍ରସିଦ୍ଧ ଜନପ୍ରିୟ ଗୀତର পদটিଏ মনে পড়ে। এ পৃথিবী ভালোবাসিতে জানি না, এ পৃথিবী ভালোবাসিতে পারি না, যেথা আছে শুধু ভালোবাসাবাসী, সেথা যেতে প্রাণ চায় মা। ଏ ପୃଥିବୀ ଭଲ ପାଇବା କ'ଣ ଜାଣେ ନା, ଏ ପୃଥିବୀ ଭଲ ପାଇପାରେ ନାହିଁ, ପ୍ରେମର ଦୁର୍ବହ ଭାର ବହନ କରିପାରିବାର ସାମର୍ଥ୍ୟ ନାହିଁ ଏ ପୃଥିବୀର, ତଥାପି ପ୍ରେମର ଟିକେ ସ୍ଫୁରଣ କେଉଁଠାରେ କିଛି ପ୍ରକାଶ ପାଇବାର ଦେଖିଲେ ମଣିଷର ହୃଦୟ ସ୍ୱତଃ ସେ ଦିଗରେ ଆକର୍ଷିତ ହୋଇଥାଏ। ଭକ୍ତ କବିର ଗଭୀର ମର୍ମବେଦନାର ଅଭିବ୍ୟକ୍ତି ମଣିଷର ପ୍ରେମ କରିବାର ଅସାମର୍ଥ୍ୟକୁ ନେଇ ତେବେ ବି ସେଇ ଟିକକ ପ୍ରେମାନୁଭୂତି ପାଇଁ ମଣିଷ ଜିଏ ପୁଣି ମରେ ବି। କାରଣ ପ୍ରେମ ହିଁ ଜୀବନ। ପ୍ରେମ ନାହିଁ ତ ସେଠି ଜୀବନ ନାହିଁ, ପ୍ରାଣ ନାହିଁ। ପ୍ରେମ ହିଁ ଉଦ୍ଭିଦ ଜୀବନ ଓ ମଣିଷ ସକଳର ମୂଳ ଅସ୍ତିତ୍ୱର ବୀଜ। ଏହି ପାର୍ଥିବ ଜଗତରେ ଯେତେ ଉତ୍ତମ କଥାମାନ ଅଛି, ତା ଭିତରେ ପ୍ରେମ ହେଉଛି ସବୁଠାରୁ ଶ୍ରେଷ୍ଠ। ଯେତେ ସବୁ ସୁଖ ଆନନ୍ଦର କଥା ଅଛି, ତନ୍ମଧ୍ୟରେ ପ୍ରେମ ହିଁ ସର୍ବୋତ୍ତମ। ଏହି ଜାଗତିକ ଜୀବନରେ ଯେଉଁଠି ରୋଗ, ଶୋକ, ବାର୍ଦ୍ଧକ୍ୟ, ମୃତ୍ୟୁ ହେଉଛି ଶେଷ କଥା, ସେଇଠାରେ ହିଁ ପ୍ରେମ ହିଁ ଦିଏ ମଣିଷକୁ ସର୍ବଶ୍ରେଷ୍ଠ ଆନନ୍ଦ ଓ ଆଶ୍ୱାସନା। ପ୍ରେମ ହିଁ ଦିଏ ଯଥାର୍ଥ ଜ୍ଞାନର ଆଲୋକ, କର୍ମର ପ୍ରେରଣା। ପ୍ରେମ ଭକ୍ତିର ଉପଲବ୍ଧିରେ ସିଦ୍ଧିରୂପା ମୀରାବାଈଙ୍କର ଭଜନଟି ଅନେକେ ଶୁଣିଥିବେ, ଯାହାର ମର୍ମ କଥା ହେଲା, ପ୍ରତିଦିନ ପବିତ୍ର ଗଙ୍ଗା ନଦୀରେ ବୁଡ଼ ପକେଇଲେ ଯଦି ଭଗବାନ ମିଳିଯିବେ, ତେବେ ମୁଁ ଗଙ୍ଗାରେ ମାଛ ବା ଯେକୌଣସି ଜଳଜନ୍ତୁ ହୋଇ ବଞ୍ଚିବାକୁ ଚାହେଁ। କେବଳ ଫଳମୂଳ ଖାଇ ବଞ୍ଚିଲେ ଯଦି ଭଗବାନ ମିଳିବେ, ତେବେ ମୁଁ ବାଦୁଡ଼ି ବା ମାଙ୍କଡ଼ ହୋଇ ବଞ୍ଚିବାକୁ ଚାହେଁ। ଯଦି ତୁଳସୀ ଗଛକୁ ପୂଜା କଲେ ସେ ମିଳିବେ, ତେବେ ମୁଁ ତୁଳସୀର ବଣ କରି ତା ଭିତରେ ରହିବି। ପଥରକୁ ପୂଜା କଲେ ଯଦି ସେ ମିଳିବେ, ତେବେ ମୁଁ ପାହାଡ଼ ପର୍ବତକୁ ପୂଜା କରିବାକୁ ପ୍ରସ୍ତୁତ ଅଛି। ହାୟ, ଏ ସବୁ ବୃଥା କଥା। ମହାଭକ୍ତିମତୀ ମୀରା କୁହନ୍ତି, ବିନା ପ୍ରେମରେ ନନ୍ଦ ନନ୍ଦନ ଶ୍ରୀକୃଷ୍ଣ କେବେ କାହାକୁ ମିଳିନାହାନ୍ତି କି ମିଳିବେ ନାହିଁ। ଈଶ୍ୱରଙ୍କୁ ପାଇବାକୁ ହେଲେ ବା ଉପଲବ୍ଧି କରିବାକୁ ହେଲେ ପ୍ରେମ ଭକ୍ତି ହିଁ ଏକମାତ୍ର ଉପାୟ। ପ୍ରେମ ଭକ୍ତି ନଥିଲେ ଯେତେ ଯାହା ସାଧନା କଲେ ତାଙ୍କୁ ଠିକ୍ ରୂପେ ଉପଲବ୍ଧି କରାଯାଇ ପାରିବ ନାହିଁ। ଭଗବାନ ପ୍ରେମର ଉତ୍ସ, ଆନନ୍ଦର ଉତ୍ସ। ସେ କେବଳ ପ୍ରେମ ଭକ୍ତିର ଡୋରିରେ ବନ୍ଧା। ତାଙ୍କୁ ଭଲ ପାଇଲେ ହିଁ ତାଙ୍କୁ ଅନୁଭବ କରିହୁଏ, ତାଙ୍କର ଅସ୍ତିତ୍ୱକୁ ପ୍ରତ୍ୟକ୍ଷ କରିହୁଏ ଏବଂ ତାଙ୍କର କୃପାକୁ ଉପଲବ୍ଧି କରିହୁଏ। ଭଗବାନ ଶ୍ରୀକୃଷ୍ଣ ଗୀତାରେ ଅର୍ଜୁନଙ୍କୁ କହିଲେ, ହେ ଅର୍ଜୁନ, ଯେଉଁ 4 ପ୍ରକାରର ଲୋକ ମୋତେ ଭଜନ କରନ୍ତି ସମସ୍ତେ ମୋର ପ୍ରିୟ ଓ କୃପା ଭାଜନ, କିନ୍ତୁ ପ୍ରେମୀ ଭକ୍ତମାନେ ହିଁ ମୋର ସବୁଠାରୁ ପ୍ରିୟ। ଯିଏ ପ୍ରେମୀ ଭକ୍ତ ସେ ହିଁ ଯଥାର୍ଥରେ ଜ୍ଞାନୀ ଭକ୍ତ। ପ୍ରେମହୀନ ଜ୍ଞାନ ବସ୍ତୁମୁଖୀ ଓ ବସ୍ତୁ ନିର୍ଭର, ମାତ୍ର ପ୍ରେମପୂର୍ଣ୍ଣ ଜ୍ଞାନ ଭାବମୁଖୀ ଓ ଭାବ ନିର୍ଭର। ପ୍ରେମରେ ପ୍ରେମିକ ଓ ପ୍ରେମାସ୍ପଦ ଏକାତ୍ମ ହୋଇଯାଆନ୍ତି। ଏହି ଏକାତ୍ମତା ଫଳରେ ପରମ ଜ୍ଞାନ ଆସିଥାଏ। ଶ୍ରୋତାବନ୍ଧୁ, ଡକ୍ଟର ଅର୍ଚ୍ଚନା ନାୟକ ଅତି ଚମତ୍କାର ଭାବରେ ଭାରତୀୟ ସଂସ୍କୃତିରେ ପ୍ରେମର ମହତ୍ତ୍ୱକୁ ବୁଝାଇଛନ୍ତି। ତାଙ୍କ ମତରେ ଭାରତୀୟ ସଂସ୍କୃତିର ଧର୍ମ ଓ ଆଧ୍ୟାତ୍ମିକତାର ସୁଦୀର୍ଘ ପରମ୍ପରାର ଇତିହାସରେ ବହୁ ପ୍ରେମୀ ଭକ୍ତଙ୍କର ଆବିର୍ଭାବ ଘଟିଛି। ମୀରା, କବୀର,
ତୁକାରାମ, ବିଲ୍ୱମଙ୍ଗଳ ଓ ଚୈତନ୍ୟ ପ୍ରଭୃତି ବୈଷ୍ଣବ ଭକ୍ତଗଣ ଓ ଧ୍ରୁବ, ପ୍ରହ୍ଲାଦଙ୍କ ପରି ପୌରାଣିକ ଭକ୍ତମାନେ ଏ ସଂସାରରେ ପ୍ରେମର ପ୍ରକାଶ ଓ ପ୍ରତିଷ୍ଠା କରିଯାଇଛନ୍ତି। ଏ ପୃଥିବୀରେ ସମ୍ପର୍କକୁ ନେଇ ପ୍ରେମ ସୃଷ୍ଟି ହୁଏ, ତାହା ଦାସ୍ୟ, ସଖ୍ୟ, ବାତ୍ସଲ୍ୟ ଓ ମଧୁର ଭେଦରେ ବିକଶିତ ହୁଏ। ଏ ପୃଥିବୀରେ ପ୍ରେମର ବିମଳ ଶୁଦ୍ଧ ପ୍ରକାଶ ଘଟିଛି ବିଭିନ୍ନ ସମ୍ବନ୍ଧରେ। ରାମ ଲକ୍ଷ୍ମଣ ଭାଇ ଭାଇ ଭିତରେ, ରାମ ସୀତା ପତି ପତ୍ନୀ ମଧ୍ୟରେ, ରାମ ହନୁମାନ ପ୍ରଭୁ ଦାସ ଭାବରେ, କୃଷ୍ଣ ଅର୍ଜୁନ ସଖା ଭାବରେ, ଯଶୋଦା କୃଷ୍ଣ ମାତା ପୁତ୍ର ସମ୍ପର୍କରେ ଓ ରାଧା କୃଷ୍ଣ ମାଧୁର୍ଯ୍ୟ ଲୀଳାରେ। ବିଶ୍ୱକବି ରବୀନ୍ଦ୍ରନାଥଙ୍କ ଉକ୍ତିକୁ ଉଦ୍ଧାର କରି ଡକ୍ଟର ନାୟକ ଆଲୋଚନା କରିଛନ୍ତି ଯେ ଯୁଗ ଯୁଗ ଧରି ପ୍ରେମପ୍ରବଣ ମନୁଷ୍ୟମାନଙ୍କର ଅନ୍ତରାତ୍ମା ଯେଉଁ ଶାଶ୍ୱତ ଦିବ୍ୟ ପ୍ରେମର ପରିପୂର୍ଣ୍ଣ ମଧୁର ଅନୁଭବ ଲାଗି ଆକୁଳ ହୋଇ ଆସିଛି, ଅଭିପ୍ସା କରି ଆସିଛି, ଆକୁତି କରି ଆସିଛି, ଶ୍ରୀରାଧା ହେଉଛନ୍ତି ସେହି ସବୁର ଏକ ପ୍ରାଣବତୀ ଭାବରୂପ ବା ପ୍ରତୀକ। ପ୍ରକୃତରେ ରାଧାଭାବ ହେଉଛି ଆତ୍ମାର ନାରୀ ଭାବରେ ଏକ ପ୍ରେମ ବିକାଶ। ସଚ୍ଚିଦାନନ୍ଦ ଭଗବାନ ଶ୍ରୀକୃଷ୍ଣଙ୍କର ଆହ୍ଲାଦିନୀ ଶକ୍ତିରୁ ଏ ସୃଷ୍ଟିରେ ପ୍ରେମ ଓ ଆନନ୍ଦର ଉଦ୍ଭବ ହୋଇଛି। ଶ୍ରୀରାଧା ହେଉଛନ୍ତି ତାର ମହାଭାବମୟୀ ସ୍ୱରୂପ ଓ ଉତ୍ସ। ଥରେ ଶ୍ରୀକୃଷ୍ଣ ରାଧାଙ୍କର ସଖୀ ଲଳିତାଙ୍କୁ ରାଧାଙ୍କ ବିରହ ପ୍ରସଙ୍ଗରେ ପଚାରିବାରୁ ସେ କହିଲେ, ଶୁଣ, ନୀଳ ପଦ୍ମଟିଏ ଦେଖିଲେ ତୁମର ଏଇ ଆକାଶ ନୀଳ ଶରୀର ତାଙ୍କର ମନେ ପଡ଼ି ଆଖି ଛଳଛଳ ହୋଇଯାଉଛି। ତମାଳ ବୃକ୍ଷର ଶ୍ୟାମଳ ରଙ୍ଗକୁ ଦେଖି ତୁମେ ବୋଲି ବୃକ୍ଷକୁ ଆଲିଙ୍ଗନ କରୁଛନ୍ତି। କୃଷ୍ଣ ବର୍ଣ୍ଣର ସେଜ ନ ହେଲେ ତାଙ୍କ ଆଖିରେ ନିଦ ଆସେ ନାହିଁ। ଆହୁରି ଜାଣିଛ, ତୁମ ଗ୍ରାମକୁ ଯେଉଁ ଗୋପୀମାନେ ପ୍ରତିଦିନ ଦଧିଦୁଗ୍ଧ ବିକ୍ରି କରିବାକୁ ଯାଆନ୍ତି, ସେମାନଙ୍କ ଫେରନ୍ତା ପଥରେ ରାଧା ଅପେକ୍ଷା କରିଥାନ୍ତି। ସେମାନଙ୍କୁ ଦେଖିଲା ମାତ୍ରେ ସେମାନଙ୍କ ପଦ ଧୂଳି ମଥାରେ ମାରନ୍ତି, କାରଣ ବ୍ରଜ ଦାଣ୍ଡ ତୁମ ପାଦର ସ୍ପର୍ଶ ପାଇଛି ବୋଲି। ରାଧାଙ୍କର ଅନ୍ତରାତ୍ମାର ଥିଲା ଏହା ଏକ ଗଭୀର ଅନିର୍ବଚନୀୟ ମହାଭାବର ଉନ୍ମାଦନାମୟ ପରିପ୍ରକାଶ। ରୂପ, ରସ, ଗନ୍ଧ, ବର୍ଣ୍ଣ, ସ୍ପର୍ଶ ଭିତରେ ସର୍ବତ୍ର ସେ ଶ୍ରୀକୃଷ୍ଣଙ୍କୁ ହିଁ ଅନୁଭବ କରୁଥିଲେ। ଏହା ହିଁ ଈଶ୍ୱରଙ୍କ ସହ ତଦାତ୍ମୀୟ ଭାବର ଶ୍ରେଷ୍ଠ ଅଭିବ୍ୟକ୍ତି। ଏଥିରେ ମିଶିଥାଏ ଆନନ୍ଦ, ଉତ୍ଫୁଲ୍ଲତା, ଆହ୍ଲାଦ, ହର୍ଷୋଚ୍ଛଳତା, ସବୁ ମିଶି ଏକ ଗଭୀର ଉଦାର ଆନନ୍ଦ ଭାବର ତରଙ୍ଗିତ ଅନୁଭବ ସୃଷ୍ଟି କରେ। ଏହା ପ୍ରାଣର ବା ଇନ୍ଦ୍ରିୟମାନଙ୍କର କୋଳାହଳମୟ ଅଚେତନ ଅସଂଯତ କ୍ଷିପ୍ର ତୀବ୍ର ଉତ୍କ୍ଷିପ୍ତ ଉତ୍ତେଜନା ନୁହେଁ, ବା ମନର ମଧ୍ୟ ଏକ ଉନ୍ମନା ଭାବ ନୁହେଁ। ସଚ୍ଚିଦାନନ୍ଦଙ୍କର ସନ୍ଧିନୀ, ସମ୍ବନ୍ଧିନୀ ଓ ଆହ୍ଲାଦିନୀ ଶକ୍ତି ଯେତେବେଳେ ଏକାବେଳେକେ ଉଦ୍ବୁଦ୍ଧ ହୋଇଥାନ୍ତି, ସେତିକି ବେଳେ ହିଁ ଏହି ଦିବ୍ୟ ଉନ୍ମାଦନା ବା ଏହି ଦିବ୍ୟ ଉନ୍ମାଦନାର ଉଦ୍ଭବ ହୁଏ। ସାଧକର ଚୈତ୍ୟ ସ୍ଥିତି ବା ଅନ୍ତରାତ୍ମା ହିଁ କେବଳ ଏହା ଉପଲବ୍ଧି କରେ। ଯଦିଓ ଏହାର ବି ପ୍ରକାଶ ହୁଏ ପ୍ରାଣ ବା ମନ ସ୍ତରରେ ଏବଂ ଦେହ ସ୍ତରରେ ମଧ୍ୟ ପ୍ରକାଶିତ ହୁଏ ଅଷ୍ଟ ସାତ୍ତ୍ୱିକ ଭାବ ରୂପରେ। ଏହି ଦିବ୍ୟ ଉନ୍ମାଦନା ଚେତନାମୟ, ଚାଞ୍ଚଲ୍ୟ ରହିତ। ଏହା ମଧ୍ୟ ପ୍ରାଣଗତ ଉନ୍ମାଦନା ଭଳି କ୍ଳାନ୍ତିଦାୟକ ନୁହେଁ। ଏଥିରେ ଭୟ, ଆଶଙ୍କା, ଉଦ୍ବେଗ ନଥାଏ। ଏହା ପ୍ରାଣର ସ୍ଫୂର୍ତ୍ତି ଘଟାଇଥାଏ। ଏଥିରେ ଅବସାନ ନାହିଁ। ଏହା ନୀରବ ହୋଇପାରେ, ଛନ୍ଦମୟ ଧ୍ୱନିରେ ସ୍ପନ୍ଦନଶୀଳ ହୋଇପାରେ, କିନ୍ତୁ କୋଳାହଳ ସୃଷ୍ଟି କରେ ନାହିଁ। ଉଚ୍ଚତର ପ୍ରେମ ହିଁ କେବଳ ପ୍ରେମକୁ ଉଦ୍ଭାସିତ, ରୂପାନ୍ତରିତ ଏବଂ ପ୍ରସାରିତ କରିପାରେ। ବିଶ୍ୱର ସକଳ ସକ୍ରିୟ ଶକ୍ତିର ମଧ୍ୟରେ ପ୍ରେମ ହିଁ ହେଲା ସବୁଠାରୁ ଦୁର୍ବାର ଓ ଦୁର୍ଦମନୀୟ। ପ୍ରେମ ବ୍ୟତୀତ ଏ ପୃଥିବୀ ବିଶୃଙ୍ଖଳା ଓ ଅଚେତନତା ମଧ୍ୟରେ ଡୁବିଯିବ। ଶ୍ରୀମା କହନ୍ତି, ପ୍ରେମ ଅନ୍ତତଃ ମନୁଷ୍ୟ ଯାହାକୁ ଏହି ନାମରେ ନାମିତ କରିଛି କହିଲେ ମନେ ହୁଏ ଯେପରି ତାହା ଗୋଟିଏ ପରାକ୍ରମଶାଳୀ ପ୍ରଭୁ, ତାହାର ଖିଆଲର ହାତରୁ କାହାରି ବି ନିସ୍ତାର ନାହିଁ। ସେ ଖୁସି ଅନୁସାରେ ଯାହାକୁ ତାହାକୁ ବିଦ୍ଧ କରେ, ଇଚ୍ଛା କର ବା ନକର ଅନୁଗତ ହେବାକୁ ବାଧ୍ୟ କରେ। ଏହି ତଥାକଥିତ ପ୍ରେମ ନାମରେ ପୃଥିବୀ ପୃଷ୍ଠରେ ବହୁ ଘୃଣ୍ୟତମ ପାପ କର୍ମ, ଘୋର ନିର୍ବୁଦ୍ଧିତାର କାର୍ଯ୍ୟ ବି ହୋଇଛି ମଧ୍ୟ।
ମନୁଷ୍ୟ ପ୍ରେମର ଏହି ଶକ୍ତିକୁ ଶାସନରେ ରଖିବାକୁ, ଶାନ୍ତ ଏବଂ ସଂଯତ କରିବାକୁ ସବୁ ପ୍ରକାର ନୈତିକ ଓ ସାମାଜିକ ନିୟମାଦି ତିଆରି କରିଛି। ଅଥଚ ପ୍ରେମର ଅବାଧ କ୍ରିୟା ଉପରେ ଯେଉଁ ସବୁ ବନ୍ଧନ ଲଦି ଦିଆଯାଏ, ତାହା ଫଳରେ ତାହାର ବିସ୍ଫୋରଣ ଶକ୍ତି ବୃଦ୍ଧି ପାଏ। ପ୍ରେମର ଗତିବୃତ୍ତିକୁ ନିୟମ କାନୁନ ଦ୍ୱାରା ଶାସନ କରାଯାଇ ପାରିବ ନାହିଁ। କେବଳ ଗୋଟିଏ ବୃହତ୍ତର, ମହତ୍ତର ଏବଂ ସତ୍ୟତର ପ୍ରେମର ଶକ୍ତି ହିଁ ଏହି ଅଦମ୍ୟ ପ୍ରେମର ଆବେଗକୁ ସଂଯତ କରିପାରେ। ପୃଥିବୀରେ ପ୍ରେମର ପ୍ରକାଶ ସମ୍ପର୍କରେ ଶ୍ରୀମା କହନ୍ତି ଯେ, ଯେଉଁ ବିଭିନ୍ନ ଉପାଦାନକୁ ନେଇ କୌଣସି ପଥରର ଗଠନ ହୋଇଛି, ସମ୍ଭବତଃ ପ୍ରେମର ସ୍ଫୁଲିଙ୍ଗଟି ଦ୍ୱାରା ହିଁ ସେଗୁଡ଼ିକ ପରସ୍ପର ସହିତ ସମ୍ବନ୍ଧୀକୃତ ହୋଇ ରହିଛନ୍ତି। ଯେତେବେଳେ ଦିବ୍ୟ ପରମ ପ୍ରେମ ଜଡ଼ ମଧ୍ୟକୁ ଅବତରି ଆସିଲା, ସେତେବେଳେ ଏ ଜଡ଼ ଥିଲା ଚେତନାହୀନ। ତାହାର କୌଣସି ଆକାର ନଥିଲା। ଜଡ଼ ମଧ୍ୟରେ ଚେତନାର ସଞ୍ଚାର କରାଇବା ଲାଗି ପରମ ପ୍ରେମକୁ ଯେଉଁ ପ୍ରୟାସ କରିବାକୁ ହୋଇଛି, ତାହାରି ପରିଣାମ ସ୍ୱରୂପ ହିଁ ସାଧାରଣତଃ ଜଡ଼ର ଭିନ୍ନ ଭିନ୍ନ ରୂପ ସମ୍ଭବ ହୋଇଛି। ଏହି ଦିବ୍ୟ ପରମ ପ୍ରେମ ବିଦ୍ୟମାନ ରହିନଥିଲେ ପ୍ରକୃତରେ କିଛି ନଥାନ୍ତା, ପଥର ନଥାନ୍ତା ବା ଧାତୁ ନଥାନ୍ତା। ଅଣୁଗୁଡ଼ିକ ମଧ୍ୟରେ ଆଦୌ କୌଣସି ସଂଗଠନ ସମ୍ଭବ ହୋଇନଥାନ୍ତା। ଆମର ଏହି ଜଡ଼ମୟ ଜଗତ ଗୁଡ଼ିକର ରୂପାୟନ ସର୍ବୋପରି ପରମ ଚେତନା ନିଶ୍ଚେତନା ମଧ୍ୟକୁ ଅବତରଣ କରି ଆସିବା ଦ୍ୱାରା ସମ୍ଭବ ହୋଇଛି। ସାଧାରଣ ଦୃଷ୍ଟିକୋଣରୁ ବିଚାର କରି ଦେଖିଲେ ଏହି ପୃଥିବୀ ପ୍ରକୃତରେ କିଛି ନୁହେଁ। ଏହା ହେଉଛି ଏକ ଅତି କ୍ଷୁଦ୍ର ଆକସ୍ମିକ ଘଟଣା। ମାତ୍ର ଆଧ୍ୟାତ୍ମିକ ଦୃଷ୍ଟିରୁ ବିଚାର କରି ଦେଖିଲେ ଏହା ହେଉଛି ଏକ ପ୍ରତୀକାତ୍ମକ ସୃଷ୍ଟି, ଏକ ଇଚ୍ଛାକୃତ ସୃଷ୍ଟି। କେବଳ ଏହି ପୃଥିବୀ ଉପରେ ହିଁ ଆମେ ଏହି ପରମ ଉପସ୍ଥିତିଟିକୁ ଦେଖିବାକୁ ପାଇବା। ସର୍ବୋଚ୍ଚ ମୂଳ ସହିତ ରହିଥିବା ଏହି ପ୍ରତ୍ୟକ୍ଷ ସଂସ୍ପର୍ଶ ଏବଂ ସକଳ ବସ୍ତୁ ମଧ୍ୟରେ ଲୁକାୟିତ ହୋଇ ରହିଥିବା ସେହି ଦିବ୍ୟ ପରମ ଚେତନାର ଏହି ସାନ୍ନିଧ୍ୟଟିକୁ ଦେଖିବାକୁ ପାଇବା। ଏହା ସ୍ପଷ୍ଟ ଭାବରେ ଉଦ୍ଭିଦ ଜଗତରେ ଦେଖାଯାଏ। ତରୁଲତା ମଧ୍ୟରେ ଅଧିକ ଆଲୋକ, ଅଧିକ ବାୟୁ ଏବଂ ଅଧିକ ସ୍ଥାନ ପାଇବାକୁ ଏହା ହିଁ ହେଲା ଅଭିବୃଦ୍ଧିର ଆସ୍ପୃହା। ପୁଷ୍ପର ଆନନ୍ଦମୟ ପ୍ରସ୍ଫୁଟନରେ ଏହାର ଦାନ ହେଲା ସୌନ୍ଦର୍ଯ୍ୟ ଓ ସୁଗନ୍ଧ। ପଶୁର କ୍ଷୁଧା ତୃଷାର ପଶ୍ଚାତରେ ହିଁ ଏହି ପ୍ରେମ ବିଦ୍ୟମାନ। ସକଳ ପ୍ରକାର କାମନାର ପଶ୍ଚାତରେ, ଜ୍ଞାତରେ ହେଉ ବା ଅଜ୍ଞାତରେ ହେଉ, ଏହି ପ୍ରେମ ବିଦ୍ୟମାନ। ଉନ୍ନତ ପ୍ରାଣୀଙ୍କ ମଧ୍ୟରେ ଶିଶୁ ପ୍ରତି ମାର ସ୍ୱାର୍ଥଶୂନ୍ୟ ସ୍ନେହ ମମତା ମଧ୍ୟରେ ଏହା ହିଁ ଦେଖାଦିଏ। ବସ୍ତୁତଃ ପୃଥିବୀରେ ଯେତେବେଳେ ଅନୁକୂଳ ଅବସ୍ଥା ଦେଖାଦେଲା, ସେତେବେଳେ ପ୍ରକୃତି ପ୍ରେମର ଏହି ମହତୀ ଶକ୍ତିକୁ ତାର ଉତ୍ପାଦନ ବୃଦ୍ଧି ସଙ୍ଗେ ଯୁକ୍ତ ଏବଂ ମିଶ୍ରିତ କରି ସୃଜନ କାର୍ଯ୍ୟରେ ଲଗାଇବାକୁ ଚାହିଁଲା। ଏହି ଦୁଇଟିର ସମ୍ବନ୍ଧ ଏତେ ନିବିଡ଼ ଏବଂ ଗାଢ଼ ହୋଇଯାଇଛି ଯେ, ଖୁବ୍ ଅଳ୍ପ ମନୁଷ୍ୟ ହିଁ ଯେଉଁମାନଙ୍କର ଚେତନା ଜ୍ୟୋତିର୍ମୟ ହୋଇଛି, ଏହାକୁ ବିଚ୍ଛିନ୍ନ କରି ଦେଖିପାରନ୍ତି ଏବଂ ପୃଥକ୍ କରି ଅନୁଭବ କରିପାରନ୍ତି। ଏହି ଧାରାରେ ପ୍ରେମର ହୋଇଛି ଅଧପତନ ଏବଂ ଏହା ପଶୁ ସ୍ତରକୁ ଖସି ଆସିଛି। ଦୁଇଟି ମଣିଷ ଭିତରୁ ଆରମ୍ଭ ହୋଇ ସନ୍ତାନ ସନ୍ତତି, ପରିବାର, ଗ୍ରାମ, ଦେଶ, ବିଭିନ୍ନ ଜାତି ଓ ଜନସମଷ୍ଟିର ସୃଷ୍ଟି। ଗୋଟିଏ ସନ୍ତୁଷ୍ଟ ଶ୍ରେଣୀର ଲୋକ ଥାନ୍ତି ଯାହାଙ୍କର ପ୍ରକୃତି ସହ ଥାଏ ଏକ ସୁନ୍ଦର ଛନ୍ଦ। ରାତି ହେଲେ ଦିନ ଅଛି, ମଳିନତା ଅଛି ବୋଲି ଔଜ୍ଜଲ୍ୟ ରହିଛି, ଜନ୍ମ ହେଲେ ମୃତ୍ୟୁ ଅନିବାର୍ଯ୍ୟ, ଏମାନଙ୍କୁ ରୂପାନ୍ତରିତ କରିବା ଅତ୍ୟନ୍ତ କଠିନ। ଆଉ ଏକ ପ୍ରକାର ଲୋକ ଅଛନ୍ତି, ପ୍ରେମର କ୍ରିୟାରେ ଲାଗି ରହିଥିବା କୁହୁକ ହେଲା ସେମାନଙ୍କ ସନ୍ତୋଷର କାରଣ। ପ୍ରତ୍ୟେକ ଥର ବ୍ୟକ୍ତି ତାର ଅହଙ୍କାରରେ ଆବଦ୍ଧ ସଂକୀର୍ଣ୍ଣ ସୀମାକୁ ଯେତେବେଳେ ଭାଙ୍ଗି ଦିଏ, ଯେବେ ଆତ୍ମୋତ୍ସର୍ଗ ଦ୍ୱାରା ମୁକ୍ତ ଆକାଶକୁ ଉଡ଼ିଯାଏ, ହୁଏତ ଏହା ବ୍ୟକ୍ତି ପାଇଁ ହେଉ ବା ଦେଶ ପାଇଁ ହେଉ, ତାର ଆଦର୍ଶ ପାଇଁ ହେଉ, ସେ ଏହି ଆତ୍ମତ୍ୟାଗରେ ପାଏ ଗୋଟିଏ ମହାନ ଆସ୍ୱାଦ ଏବଂ ଏଥିରେ ମନେ ହୁଏ ଯେପରି ତାର ଭଗବାନଙ୍କ ସଙ୍ଗେ ସଂଯୋଗ ହୋଇଛି। କିନ୍ତୁ ସଚରାଚର ଏହା ଗୋଟିଏ କ୍ଷଣସ୍ଥାୟୀ ସଂଯୋଗ। କାରଣ ମନୁଷ୍ୟ ମଧ୍ୟରେ ପ୍ରେମ ଆସିବା ମାତ୍ରକେ ତାହାର ଅହଂଗତ ନିମ୍ନ ବୃତ୍ତି ସହିତ ମିଶିଯାଏ। ତାହାକୁ ଏମାନେ ମଳିନ କରନ୍ତି ଏବଂ ତାହାର ପବିତ୍ରତାକୁ ନଷ୍ଟ କରିଦିଅନ୍ତି। ତେବେ ଯଦି ଏହା ବିଶୁଦ୍ଧ ରହିଥାନ୍ତା, ତଥାପି ଭଗବତ୍ ସତ୍ତା ସଙ୍ଗେ ଏହାର ସଂଯୋଗ ଚିରସ୍ଥାୟୀ ହୋଇନଥାନ୍ତା। କାରଣ ପ୍ରେମ ହେଲା ଭଗବାନଙ୍କର କେବଳ ଗୋଟିଏ ବିଭାବ। ପୃଥିବୀ ଉପରେ ଭଗବାନଙ୍କର ଅନ୍ୟାନ୍ୟ ବିଭାବ ତୁଲ୍ୟ ଏହା ମଧ୍ୟ ବିକୃତ ହୋଇଅଛି। ପ୍ରାଣିକ ପ୍ରେମ ଯେତେ ସୁନ୍ଦର ଏବଂ ପବିତ୍ର ହେଉନା କାହିଁକି, ଏହା ଗୋଟିଏ ପ୍ରକାର ଗତି ବିଭ୍ରମ ଘଟାଏ, ଯାହା ଫଳରେ ଭଗବାନଙ୍କ ସହ ପ୍ରତ୍ୟକ୍ଷ ସଂଯୋଗ କଟିଯାଏ। ଯେ ଭଗବତ୍ ପ୍ରେମକୁ ଜାଣେ,
ତା ପାଖରେ ଅନ୍ୟ ସକଳ ପ୍ରକାର ପ୍ରେମ ମଳିନ, କ୍ଷୁଦ୍ର ଏବଂ ଅହଂ ମିଶ୍ରିତ ତଥା ଅନ୍ଧକାରମୟ। ମନେ ହୁଏ ଏହା ଯେପରି କ୍ରୟ ବିକ୍ରୟ, ଗୋଟିଏ ଆଧିପତ୍ୟ ଓ ପ୍ରଭୁତ୍ୱ ପାଇଁ ଯୁଦ୍ଧ। ଯେଉଁ ଦିବ୍ୟ ପରମ ପ୍ରେମ ସକଳ ବସ୍ତୁକୁ ଜୀବନକୁ ପ୍ରେରିତ କରି ରଖିଛି, ସବୁକିଛି ମଧ୍ୟରେ ଭେଦି ରହିଛି, ସବୁକିଛିକୁ ଉତ୍ତୋଳିତ କରି ଧରିଛି ଏବଂ ସବୁକିଛିକୁ ଅଗ୍ରଗତି ଏବଂ ପରମ ଦିବ୍ୟ ସତ୍ତାଙ୍କ ଆଡ଼କୁ ଏକ ଆରୋହଣ ପଥରେ ପରିଚାଳିତ କରି ନେଇଯାଉଛି, ମନୁଷ୍ୟର ଚେତନା ତାକୁ ଆଦୌ ଅନୁଭବ କରିପାରୁନାହିଁ। ସେହି ପ୍ରେମ ମିଶ୍ରିତ, ବିକୃତ, ହ୍ରାସ ବା ଅସ୍ପଷ୍ଟ ହୋଇଗଲେ ଯାଇ ମଣିଷ ପ୍ରକୃତି ଲାଗି ଗ୍ରହଣୀୟ ହୋଇପାରୁଛି। ପ୍ରେମ ତାର ଯଥାର୍ଥ ମହିମା ଏବଂ ବିଶୁଦ୍ଧତା ସହିତ ସ୍ୱୀକାର କରିବାକୁ, ବହନ କରିପାରିବାକୁ ଏବଂ ଗ୍ରହଣ କରିବାକୁ ହେଲେ ମନୁଷ୍ୟର ଚେତନାକୁ ଦିବ୍ୟ ଚେତନାରେ ପରିଣତ ହେବାକୁ ପଡ଼ିବ। ମା କହନ୍ତି, "There is only one love and without that love there would be no creation. All exists because of that love, and it is only when we try to find out our own love which doesn't exist that we do not feel that love, the only love, the divines which permeates all existence." ଦିବ୍ୟ ପ୍ରେମ ଲାଭ କରିବାକୁ ହେଲେ ଅନ୍ୟ ସକଳ ପ୍ରେମକୁ ତ୍ୟାଗ କରିବାର ଧାରଣା ସାଧାରଣରେ ହୋଇଥାଏ। ସେ ସମ୍ପର୍କରେ ଶ୍ରୀମା କହନ୍ତି, ଗୋଟିକୁ ପାଇବାକୁ ହେଲେ ଆଉ ଗୋଟିକରୁ ନିଷ୍କୃତି ଲାଭ କରିବା ପ୍ରକୃତରେ ଭାରି କଷ୍ଟକର। ଏପରି କରିବା ପ୍ରାୟ ଅସମ୍ଭବ। ଶ୍ରୀ ଅରବିନ୍ଦ ମାନୁଷୀ ପ୍ରେମ, ଦିବ୍ୟ ପ୍ରେମ ଓ ପ୍ରେମ ସାଧନା ସମ୍ପର୍କରେ ତାଙ୍କର ଲେଟର୍ସ ଅନ୍ ୟୋଗା, ସିନ୍ଥେସିସ୍ ଅଫ୍ ୟୋଗା ପ୍ରଭୃତି ପୁସ୍ତକରେ ବିସ୍ତୃତ ଆଲୋଚନା କରିଛନ୍ତି ଏବଂ ଦିବ୍ୟ ପ୍ରେମର ଅନୁଭବ ପାଇବା ପାଇଁ ମାର୍ଗଦର୍ଶନ ମଧ୍ୟ କରାଇଛନ୍ତି। ଶ୍ରୀ ଅରବିନ୍ଦଙ୍କ ଇଂରେଜୀ ଭାଷାରେ ରଚିତ ଦୁଇଟି ଖଣ୍ଡକାବ୍ୟ ଏବଂ ମହାକାବ୍ୟ ସାବିତ୍ରୀର ମର୍ମ କଥା ହେଉଛି ଅପରାଜୟ, ମୃତ୍ୟୁ ପରାହତ ହୋଇଛି ପ୍ରେମ ନିକଟରେ। ତାଙ୍କର ସାଧନାର ମୂଳ ଲକ୍ଷ୍ୟ ହେଲା ମୃତ୍ୟୁକୁ ଜୟ କରିବା ଏବଂ ମୃତ୍ୟୁକୁ ଜୟ କରିବାର ଏକମାତ୍ର ଶକ୍ତି ଓ ସାମର୍ଥ୍ୟ ରହିଛି ପ୍ରେମର। ଉପରୋକ୍ତ ଦୁଇଟି ଖଣ୍ଡକାବ୍ୟରେ ନାୟକ ଦୁହେଁ ଦୁଇଟି ବିକଳ୍ପର ସମ୍ମୁଖୀନ ହୋଇଛନ୍ତି ଏବଂ ବିନା ଦ୍ୱିଧାରେ ପ୍ରେମକୁ ହିଁ ବାଛିଛନ୍ତି। ଉର୍ବଶୀ କାବ୍ୟରେ ପୁରୁରବା ସ୍ୱର୍ଗରେ ଉର୍ବଶୀଙ୍କ ସହିତ ମିଳିତ ହେବାକୁ ସ୍ଥିର କରି ନିଜର ରାଜ୍ୟ ଓ ପ୍ରଜା ସକଳଙ୍କୁ ପଛରେ ଛାଡ଼ିଦେବାକୁ ଦ୍ୱିଧାବୋଧ କରିନାହାନ୍ତି। ଅନ୍ୟଟିରେ ରୁରୁ ନିଜର ପ୍ରିୟତମା ପ୍ରିୟମ୍ବଦାକୁ ଫେରି ପାଇବାକୁ ନିଜ ଆୟୁଷର ଅର୍ଦ୍ଧେକ ଦାନ କରି ମୃତ୍ୟୁ ଲୋକରୁ ତାଙ୍କୁ ଫେରାଇ ଆଣିଛି। ଏହି ଉଭୟ କ୍ଷେତ୍ରରେ ଏକମୁଖୀ ପ୍ରେମ ହିଁ ପ୍ରାଧାନ୍ୟ ଲାଭ କରିଛି। ଏହି ଦୁଇଟି କାବ୍ୟରେ ବର୍ଣ୍ଣିତ ପ୍ରେମ ପ୍ରାଣଭୂମିର ପ୍ରେମ ହେଲେ ବି ଏଥିରେ ରହିଛି ପରସ୍ପର ପାଇଁ ଜୀବନ ଉତ୍ସର୍ଗ କରିଦେବାର ଉଦଗ୍ର ନିଷ୍ଠା। ପ୍ରେମୀ ଯୁଗଳର ଏହି ସମର୍ପଣ ଭାବ ହିଁ ଏ ପ୍ରେମର ଶକ୍ତି ଓ ମହିମା। ଦିବ୍ୟ ପ୍ରେମର ସର୍ବୋତ୍ତମ ପ୍ରକାଶ ଓ ପ୍ରତିଷ୍ଠା ଘଟିଛି ତାଙ୍କର ମହାକାବ୍ୟ ସାବିତ୍ରୀରେ। ଯମଦେବ ସାବିତ୍ରୀଙ୍କୁ ତାଙ୍କର ସତ୍ୟବାନଙ୍କ ପ୍ରତି ଥିବା ପ୍ରେମକୁ ତୀବ୍ର ଭାବରେ ତାଚ୍ଛଲ୍ୟ କରୁଛନ୍ତି। ମାନସୀ ସ୍ତରର ପ୍ରେମର ଅସାରତା ଓ ଅଳିକତାକୁ ଦର୍ଶାଇବାକୁ ଯାଇ କହୁଛନ୍ତି, ଏହି ଅନ୍ତରାତ୍ମା ମଧ୍ୟ ତୁମର ଏହି ନଶ୍ୱର ଦେହର ଏକ ଅଂଶ। ତାର ବାହାନା ନେଇ ତୁମେ ତୁମର ଗୋଟିଏ ଆକୁଳତାର ନାମ ଦେଇଛ ପ୍ରେମ ବୋଲି, କିନ୍ତୁ ଏହି ପ୍ରେମ ଜିନିଷଟି କ'ଣ? ଏହା କେବଳ ତୁମ ଦେହର ନାନାବିଧ ଗ୍ରନ୍ଥିର ରସ ନିଃସରଣ ଜନିତ ପ୍ରତିକ୍ରିୟା ନୁହେଁ କି? ଦେହ ମରିଗଲେ ସେ ପ୍ରତିକ୍ରିୟାର ମଧ୍ୟ ମୃତ୍ୟୁ ହେବ। ଏହା କେବଳ ସ୍ଥୂଳ ମାଂସରେ ଅନ୍ୟ ଏକ ସ୍ଥୂଳ ମାଂସ ପ୍ରତି କ୍ଷୁଧିତ ଆକର୍ଷଣ କ୍ଷଣିକର ସଙ୍ଗୀକୁ ସେ ସ୍ୱପ୍ନରେ ଭାବୁଥାଏ ଚିରନ୍ତନ ସଙ୍ଗୀ ବୋଲି। ପାର୍ଥିବ ପ୍ରେମରେ ଅନ୍ଧ ମଣିଷ ଜାଣିପାରେନି ଯେ ତାର ପ୍ରେମକୁଞ୍ଜର କେଉଁ ଏକ ଅଦୃଶ୍ୟ ଗର୍ଭ ଭିତରେ ବିଷଧର ସର୍ପଟିଏ ଉଦ୍ୟତ ଫଣାରେ ଅପେକ୍ଷା କରିଛି। ମଣିଷର ପ୍ରେମାବେଗ କେବଳ ଇନ୍ଦ୍ରିୟଗତ ପ୍ରୟୋଜନ। ପ୍ରଥମ ପ୍ରେମର ଉଦ୍ବେଳନ ଶାନ୍ତ ହୋଇଗଲେ ଉଦାସୀନତା, ନିଷ୍ପ୍ରାଣତା ଗ୍ରାସ କରିଯାଏ ପ୍ରାଣକୁ। ମୃତ୍ୟୁର ବିଶାଳ ସ୍ତବ୍ଧତା ସଙ୍ଗେ ମିଳିତ ହୋଇ ସେହି ପ୍ରେମ ଶାନ୍ତିର ବକ୍ଷ ଭିତରେ ଶୋଇଯାଏ। ପାର୍ଥିବ ପ୍ରେମର ଅସାରତା ସମ୍ବନ୍ଧରେ ଯମଦେବ ଦୀର୍ଘ ଆଲୋଚନା କରି ନୀରବ ହେଲେ। ସାବିତ୍ରୀ ତାର ଉତ୍ତରରେ କହିଲେ, ଆପଣ ମୋର ପ୍ରେମ ଉପରେ ନିଷ୍ଠୁର ବିଦ୍ରୂପ ସବୁ କରିଗଲେ, କିନ୍ତୁ ଏହା ଦ୍ୱାରା ମୋର ପ୍ରେମ ସାମାନ୍ୟ ମାତ୍ରାରେ ବି ବିଚଳିତ ହୋଇନାହିଁ। ମୋର ପ୍ରେମ ପ୍ରାଣର କ୍ଷୁଧା ନୁହେଁ, ରକ୍ତ ମାଂସର ଲାଳସା ହୋଇପାରେ ନା। ମୋର ପ୍ରେମ ଆସିଛି ପରମେଶ୍ୱରଙ୍କ ନିକଟରୁ ଓ ଫେରିଗଲେ ତାହା ଫେରିଯିବ ସେହି ପରମେଶ୍ୱର ନିକଟକୁ। ଆମର ସମଗ୍ର ପୃଥିବୀ ତାର କାର୍ଯ୍ୟ ଆରମ୍ଭ କରିଛି କର୍ଦ୍ଦମ ଭିତରୁ, କିନ୍ତୁ ଗନ୍ତବ୍ୟ ତାର ଆକାଶ ପଥରେ। ଏହି ପ୍ରେମ କଥା ଧରାଯାଉ।
ଦିନେ ପଶୁମାନଙ୍କର ଏକ କାମନା ରୂପେ ରହିଥିଲା ପ୍ରେମ, ତାପରେ ଏହା ହୋଇ ଉଠିଲା ଉଲ୍ଲସିତ ହୃଦୟରେ ଏକ ମଧୁର ଉନ୍ମାଦନା। ବର୍ତ୍ତମାନ ଏହା ଆମ ପାଇଁ ହୋଇ ଉଠିଛି ବିପୁଳ ଆଧ୍ୟାତ୍ମ ଆକାଂକ୍ଷାର ଏକ ମହାକାଶ। ଯେଉଁ ହୃଦୟରେ ମାନୁଷୀ ପ୍ରେମ ଥିଲା, ସେ ବର୍ତ୍ତମାନ ଭଗବାନଙ୍କ ପ୍ରେମରେ ଶିହରିତ। ଏହି ଶରୀର ମଧ୍ୟ ବର୍ତ୍ତମାନ ସେହି ପ୍ରେମର ନିଜସ୍ୱ ଘର ଓ ମନ୍ଦିର ହୋଇ ଉଠିଛି। ମଣିଷ ହୃଦୟର ଶୂନ୍ୟ ଗର୍ଭକୁ ପ୍ରେମ ଦ୍ୱାରା ପରିପୂର୍ଣ୍ଣ କରିବା ଲାଗି ଏବଂ ସେହି ପ୍ରେମର ଆନନ୍ଦରେ ପୃଥିବୀର ଦୁଃଖ ରାଶିକୁ ନିରାମୟ କରିବା ଲାଗି ଆମର ଜୀବନ ନିୟୋଜିତ ହେବ। ମୃତ୍ୟୁର ବିଧାନ ଠାରୁ ମହତ୍ତର ମୋର ଇଚ୍ଛା ଶକ୍ତି, ନିୟତିର ଶୃଙ୍ଖଳା ଠାରୁ ପ୍ରେମ ମୋର ବଳବତୀ ଅଟେ। ମନୁଷ୍ୟ ଯେତେ ପରିପୂର୍ଣ୍ଣତା ଆଡ଼କୁ ଅଗ୍ରସର ହେବ, ସେତେ ହିଁ ସ୍ପଷ୍ଟ ଭାବରେ ବୁଝିପାରିବ ଯେ ଏକମାତ୍ର ପ୍ରେମ ହିଁ ପୃଥିବୀରେ ସକଳ ଦୁଃଖ ନିବାରଣ କରିବାକୁ ସମର୍ଥ। ବିଶୁଦ୍ଧ ପ୍ରେମର ଆନନ୍ଦ ହିଁ କେବଳ ବିଶ୍ୱ ବିଚ୍ଛେଦର ଜ୍ୱଳନ୍ତ ବେଦନାକୁ ଉପଶମ କରିପାରିବ, କାରଣ କେବଳ ସେହି ପରମ ମିଳନର ଆନନ୍ଦ ମଧ୍ୟରେ ସୃଷ୍ଟି ତାହାର ଯଥାର୍ଥ ମୂଲ୍ୟ ଓ ସାର୍ଥକତା ଲାଭ କରେ। କୌଣସି ଉଦ୍ୟମ ଏପରି କଠିନ ନୁହେଁ, କୌଣସି ସାଧନା ଏପରି କଠୋର ନୁହେଁ, ଯଦି ତାହା ଏହି ଭୌତିକ ଶରୀରକୁ ଜ୍ୟୋତିର୍ମୟ, ବିଶୁଦ୍ଧ, ପରିପୂର୍ଣ୍ଣ ଏବଂ ରୂପାନ୍ତର କରିପାରିବ। ତାହେଲେ ଭଗବାନ ଯେତେବେଳେ ମନୁଷ୍ୟ ଶରୀରରେ ଅବତୀର୍ଣ୍ଣ ହେବେ, ସେତେବେଳେ ଏହି ଭୌତିକ ଶରୀର ତାଙ୍କୁ ବାହ୍ୟତା ଆଉ ଆବୃତ କରି ରଖିପାରିବ ନାହିଁ। ଆଉ ସେତେବେଳେ ପୃଥିବୀର ସେହି ଅପରୂପ ଅନୁପମ ଦିବ୍ୟ ପ୍ରେମ ଅବାଧରେ ପ୍ରକାଶିତ ହୋଇପାରିବ ଏବଂ ଏହା ହିଁ ବିଶ୍ୱକୁ ଆନନ୍ଦର ମଧୁମୟ ସ୍ୱର୍ଗରେ ପରିଣତ କରିବାକୁ ସମର୍ଥ ହେବ। ଶ୍ରୋତାବନ୍ଧୁ, ଅତି ଚମତ୍କାର ଭାବରେ ମାନୁଷୀ ପ୍ରେମ ଏବଂ ଆଧ୍ୟାତ୍ମ ପ୍ରେମ ସମ୍ପର୍କରେ ତୁଳନାତ୍ମକ ଢଙ୍ଗରେ ଆଲୋଚନା କଲେ ଡକ୍ଟର ଅର୍ଚ୍ଚନା ନାୟକ। ଶ୍ରୀ ଅରବିନ୍ଦ ଓ ନୂତନ ପୃଥିବୀ ପୁସ୍ତକ ଅନ୍ତର୍ଭୁକ୍ତ ଏକ ସୁନ୍ଦର ପ୍ରବନ୍ଧ ଆମେ ପାଠ କଲେ, ଯାହାର ଶୀର୍ଷକ ଥିଲା ପ୍ରେମ ଆଧ୍ୟାତ୍ମ ଆକାଂକ୍ଷାର ଏକ ମହାକାଶ। ଅଡିଓଟି କେମିତି ଲାଗିଲା, ଆପଣମାନଙ୍କର ମତାମତ ଅପେକ୍ଷାରେ ରହିଲି। ଧନ୍ୟବାଦ।